ଆଜି ଥିଲା ଗୁଣ୍ଡୁର ସାଙ୍ଗର 21 ଡେ ସେରିମୋନି। ଆମକୁ ନିମନ୍ତ୍ରଣ ଥିଲା ଦିନ 1ରେ, କିନ୍ତୁ ଆମେ ବାହାରିଲୁ ଦିନ 2ଟାରେ। ଗୁଣ୍ଡୁର ଖୁସି କହିଲେ ଆଜି ନ ସରେ। ଦେଖୁନାହାନ୍ତି ଏଣ୍ଟ୍ରି କରୁ କରୁ ସେ କଣ୍ଢେଇଟାକୁ କେମିତି ହାତରେ ଟାଣି ଆଣିଲା। ଗୁଣ୍ଡୁର ସାଙ୍ଗର ସିନା ସେରିମୋନି ହଉଛି, ହେଲେ ଗୁଣ୍ଡୁକୁ ଦେଖୁନାହାନ୍ତି ଏଠି ସେ କଣ କରୁଛି। ଗୁଣ୍ଡୁ ଏତେ ଖୁସି ଯେ ଦେଖୁନାହାନ୍ତି ସେ ମୋ ପାଖକୁ ଆସୁନି, ଆଉ ଏଠି ତା ସାଙ୍ଗମାନଙ୍କ ସହିତ ଗୁଣ୍ଡୁ କେତେ ଖେଳୁଛି ଆଉ ମଜାମସ୍ତି କରୁଛି। ଗୁଣ୍ଡୁର ଗୋଟେ ଭଲ ଗୁଣ, ସେ ଯେତେବେଳେ ବି ବାହାରକୁ ଯାଏ ମା ବାବାକୁ କେବେ ହଇରାଣ କରେନି, ଆଉ ତାକୁ ଯିଏ ବି ଡାକନ୍ତି ସେ ସମସ୍ତଙ୍କ ପାଖକୁ ଯାଏ। ଆପଣ ମାନେ ତ ଜାଣିଥିବେ, ଆଉ ଯେବେ ବି ମୁଁ କ୍ୟାମେରା ଅନ୍ କରେ ଗୁଣ୍ଡୁର ସ୍ମାଇଲ କେବେ ବନ୍ଦ ହୁଏନି, ଆଉ ପୋଜ ଦେବା ତ ବିଲକୁଲ ବି ବନ୍ଦ ହୁଏନି। ଯେତେ ହେଲେ ସେ ମୋ ପୁଅ ନା। ଏବେ ଏଣ୍ଟ୍ରି କଲେ ଆମ ହିରୋଇନ, ମାନେ ଆମ ଗୁଣ୍ଡୁର ସାଙ୍ଗ। ଏଠି ତାର ପଳେଇ ଆସିଲା କେକ୍ କଟିଂ ହେଲା ବେଳେ ଦେଖୁନାହାନ୍ତି ଆମ ହିରୋଇନର ଟୋଟାଲ କାନ୍ଦ ନଥିଲା, ବହୁତ ଶାନ୍ତ ଥିଲା। ଦେଖୁନାହାନ୍ତି ଆମ ମହାରାଜାକୁ କେମିତି ତାଙ୍କ ସାଙ୍ଗକୁ ଦେଖୁଛନ୍ତି। ଆମ ହିରୋଇନ ଏଠି ଶୋଇ ପଡିଛନ୍ତି। ଯେତେବେଳେ ଏଣ୍ଟ୍ରି ମାନେ ସେତେବେଳେ ସମସ୍ତଙ୍କୁ ଟିକେ ଟିକେ ଦେଖୁଥିଲେ। କଣ କରିବା, ଛୋଟ ପିଲା ତ ସବୁ ଏମିତି ଆଉ। ଗୁଣ୍ଡୁ କିନ୍ତୁ ତାର ବହୁତ ଏଞ୍ଜୟ କରୁ। କେକ୍ କଟିଂ ସରିଗଲା, ଚାଲ ଗିଫ୍ଟ ଆମେ ଦେଇଦବା। ଆମେ ସିନା ଗିଫ୍ଟ ଦଉଥିଲୁ, କିନ୍ତୁ ଗୁଣ୍ଡୁର ମନଟା ଥିଲା ତା ସାଙ୍ଗ ପାଖରେ। ବାବା ମତେ ଟିକେ ଛାଡ, ମୋ ସାଙ୍ଗ ପାଖରେ ଟିକେ ବସିକି ଫଟୋ ଉଠେଇବି। ମତେ ଦିଅ, ମୁଁ ମୋ ସାଙ୍ଗକୁ ଦେବି। ଗୁଣ୍ଡୁର ମନ କଥା ବୁଝିପାରି ମୁଁ ଗୁଣ୍ଡୁକୁ ନେଇଗଲି ତା ସାଙ୍ଗ ପାଖକୁ। ସାଙ୍ଗ ସହିତ ଫଟୋ ଉଠେଇ ଗୁଣ୍ଡୁ ହେଲା ଖୁସି। ଏଇଠି ଦେଖୁନାହାନ୍ତି ଗୁଣ୍ଡୁକୁ ମତେ ଧରେଇ ଦେଇ ବାବା ତାଙ୍କର ପେଟ ପୂଜାରେ ବ୍ୟସ୍ତ। ଚାଲନ୍ତୁ ଆଜି କଣ କଣ ସବୁ ଆଇଟମ ହେଇଛି ମୁଁ ଆପଣ ମାନଙ୍କୁ ଦେଖେଇ ଦଉଛି। ଏଠି ସବୁ ସାଲାଡ ଆଉ ପାମ୍ପଡ ହେଇଛି। ଏଠି ଆମର ଫ୍ରାଇଡ ରାଇସ୍ ହେଇଛି, ଚିପ୍ସ ହେଇଛି, ଡାଲ ଫ୍ରାଏ, ଖଟା, ପନିର ମସଲା, ଆଉ ଗୋଟେ ମିକ୍ସ ଭେଜ ଆଉ କ୍ଷୀରି, ଆଉ ତା ସାଙ୍ଗକୁ ଆଇସ୍କ୍ରିମ। ଖାଇବା ସରିଲା ପରେ ଗୁଣ୍ଡୁକୁ ନେଇକି ମୁଁ ବାହାରି ଗଲି ରୁମ। ଆପଣ ମାନଙ୍କୁ ଯଦି ଆଜିର ଭିଡିଓଟା ଭଲ ଲାଗିଥିବ ଦେନ୍ ଲାଇକ୍ କରିବେ, ସେୟାର କରିବେ, ହଁ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।